ତ ଦର୍ଶକ ବନ୍ଧୁ ସୁଭଦ୍ରା ଯୋଜନା ଆପଣଙ୍କର ସେପ୍ଟେମ୍ବର 1 ପାଖରୁ ଆରମ୍ଭ ହୋଇକି ଆପଣଙ୍କର ଆବେଦନ ହେଉଛି ଆପଣଙ୍କର ସେପ୍ଟେମ୍ବର 4 ପାଖରୁ ଆପଣଙ୍କର ଜନସେବା କେନ୍ଦ୍ର ମୋ ସେବା କେନ୍ଦ୍ରରେ ଆପଣଙ୍କର ଆବେଦନ ହେଲାଣି, ଯେଉଁଟାକି ଜଣା ହେଉଛି ଆପଣଙ୍କର ଆଗାମୀ 17 ତାରିଖରେ ସେପ୍ଟେମ୍ବର 17 ତାରିଖରେ ଆପଣଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ଏବଂ ଏହି ଦିନ ଆପଣଙ୍କର ସେ ସୁଭଦ୍ରା ଯୋଜନାର ଆପଣଙ୍କର ଶୁଭାରମ୍ଭ କରିବେ, ଯେଉଁଟାକି ଆପଣଙ୍କର ସୁଭଦ୍ରା ଯୋଜନା ପ୍ରଥମ ଇନଷ୍ଟଲମେଣ୍ଟ ଆପଣଙ୍କର ସେ ଏହି ତାରିଖରେ ଦେବେ। ତ ଏବେ ଆସନ୍ତୁ ଆମେ ଜାଣିବା ତ এই 17 ତାରିଖରେ ଯେଉଁ ଶୁଭାରମ୍ଭ କରିବେ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ଚୁଆଲି କେଉଁମାନେ ଆପଣଙ୍କର ଟଙ୍କା ପାଇବେ ପ୍ରଥମ କିସ୍ତି, ଏଇଟା ହେଉଛି ମୂଳ ଫ୍ୟାକ୍ଟ। ସମସ୍ତେ ଓଡ଼ିଶାବାସୀ ଆପଣଙ୍କର କାରଣ ଜାଣିଛନ୍ତି ଯେ ଆମେ କିଏ ପଇସା ପାଇବେ, କାରଣ ସମସ୍ତେ ଚାହାନ୍ତି ଆଗାମୀ ଆମେ ଆଗର ଟଙ୍କା ପାଇବୁ। ତ ଏଇଟା ହେଉଛି ମେନ୍ ଫ୍ୟାକ୍ଟ। ତ ଏହା ବଦଳରେ ଏଇଟା କ୍ଲାରିଫିକେସନ୍ ପାଇଁ, କାରଣ ପ୍ରାୟତଃ ଭିଡ଼ିଓ ଆପଣ କହୁଛୁ ଆମେ ଡାଟା ନେଇକି ଆମେ ଭିଡ଼ିଓ କରୁଛୁ, ଗାଲଗପ ଏତେ ମାରିବା ମୋ ଦ୍ୱାରା ସମ୍ଭବ ନୁହେଁ। ତେଣୁ ଆସନ୍ତୁ ଆମେ ଅଧିକାରୀ ସହିତ ଆମେ ଯେଉଁ କଥା ହେଇଛନ୍ତି ଆମେ ତାଙ୍କର ମୁହଁରୁ ଆମେ ଶୁଣିବା ସିଏ କ'ଣ କହୁଛନ୍ତି ତାଙ୍କ ମୁହଁରୁ ଶୁଣନ୍ତୁ। ବାସ୍ ଗଭର୍ଣ୍ଣମେଣ୍ଟ ଯେ କ'ଣ କହୁଛି ଆପଣ ଶୁଣନ୍ତୁ, ବାସ୍ ମୋ କଥା ବିଶ୍ୱାସ ହେଉନାହିଁ ଆପଣ ତାଙ୍କ ମୁହଁରେ ଶୁଣନ୍ତୁ। ତ ଯାହା ଶୁଣନ୍ତୁ ଆପଣ କେଉଁଦିନ ଆପଣଙ୍କର ଯେଉଁ 17 ତାରିଖରେ ଆପଣ ଯେଉଁ ଟଙ୍କା ପାଇବେ, କେଉଁମାନେ ଆକ୍ଚୁଆଲି ଟଙ୍କା ପାଇବେ ପ୍ରଥମ କିସ୍ତି, ଆସନ୍ତୁ ଆମେ ତାଙ୍କ ମୁହଁରୁ ଆମେ ଶୁଣିବା। ମ୍ୟାଡ଼ାମ୍ ନମସ୍କାର। ମ୍ୟାଡ଼ାମ୍ ମୁଁ ଜାଣିବା ପାଇଁ କିଛି ଫୋନ୍ କରିଛି, ଯେଉଁ ଆମେ ତ ଆପ୍ଲାଏ କରିସାରିଲୁଣି 4 ତାରିଖ ପାଖରୁ ଆରମ୍ଭ ହେଲା, ଆଜିକି ହେଲାଣି 4-5 ଦିନ ଆପ୍ଲାଏ କରିସାରିଲୁଣି, କିନ୍ତୁ ଏଇ ଯେଉଁ ଆମର ଯେଉଁ 17 ତାରିଖ ଶୁଭାରମ୍ଭ ହେବ, ଯେଉଁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଶୁଭାରମ୍ଭ ହେବ, ପ୍ରଧାନମନ୍ତ୍ରୀ ଆସିବେ, ସେଇଟା ଆମେ ପାଇବୁ ନା? ସେଇଟା ମ୍ୟାଡ଼ାମ୍ ଟିକେ କନଫର୍ମ ଟିକେ ସେଇଟା ଟିକେ କୁହନ୍ତୁ, କେଉଁମାନେ ପାଇବେ ଯେଉଁ 17 ତାରିଖରେ ପ୍ରଧାନମନ୍ତ୍ରୀ ଆସିବେ ସେ କେଉଁମାନେ ପାଇବେ ସେଇଟା ଟିକେ ଆମେ ଜାଣିବା ଦରକାର। ସେଇଟା ଆପଣ ଟିକେ ଆପଣଙ୍କର ଯଦି ମାନେ ଆପଣ ଯୋଉ ଆପ୍ଲାଏ କରିଛନ୍ତି ଆପଣଙ୍କର ଯଦି ଫର୍ମ ସମ୍ପୂର୍ଣ୍ଣ ଭାବରେ ସଠିକ ଥିବ, ଆପଣଙ୍କର ବ୍ଲକ ଲେଭେଲରେ ସକ୍ସେସ୍ ଆଉ ଡିଷ୍ଟ୍ରିକ୍ଟ ଲେଭେଲରେ ଯଦି ସକ୍ସେସ୍ ହେଇଥିବ ତ ଆପଣଙ୍କର ନିଶ୍ଚିତ ମିଳିବ। ଯଦି ଆପଣଙ୍କର କୌଣସି ତ୍ରୁଟି ଆପଣଙ୍କର ସାର୍ ବ୍ଲକ ଲେଭେଲ ଆଉ ଡିଷ୍ଟ୍ରିକ୍ଟ ଲେଭେଲ ଭେରିଫାଇ ହଉଛି, ଏବେ ଆରମ୍ଭ ସାର୍ ହେଲାଣି, ତ ଆପଣଙ୍କ ପ୍ରତିଟି ଷ୍ଟେପରେ ଆପଣଙ୍କ ପାଖକୁ ଫୋନକୁ ମେସେଜ ଯିବ। ଯଦି ଆପଣଙ୍କର କୌଣସି ତ୍ରୁଟି ବି ରହିଯାଇଥିବ ଆପଣଙ୍କ ପାଖକୁ ମେସେଜ ଆସିବ। ଯଦି ଆପଣଙ୍କର ବ୍ଲକ ଲେଭେଲ ଭେରିଫାଇ ବେଳେ ସକ୍ସେସ୍ ଦେଖେଇଲା ଆପଣଙ୍କ ପାଖକୁ ବି ମେସେଜ ଆସିବ। ଡିଷ୍ଟ୍ରିକ୍ଟ ଲେଭେଲରେ ବି ଯଦି ସେମିତି କିଛି ତ୍ରୁଟି ରହିଲା କି ଆପଣଙ୍କର ସକ୍ସେସ୍ ହେଲା ଆପଣଙ୍କ ନମ୍ବରକୁ SMS ଆସିବ। ମାନେ ଆପଣ କହୁଛନ୍ତି ଯୋଉ ଆପ୍ଲାଏ ହେଲା ସିଏସି ର ଯୋଉ ତାପରେ ବ୍ଲକ ଲେଭେଲ ଭେରିଫାଇ ହେବ, ତାପରେ ଡିଷ୍ଟ୍ରିକ୍ଟ ଲେଭେଲ ସେଟା ମାନୁଆଲି ଆପଣଙ୍କର ରେଜିଷ୍ଟର ହେଲା, ହଁ ଆପଣଙ୍କର ରେଜିଷ୍ଟର ହେଇଛି, ଆପଣଙ୍କର ବ୍ଲକ ଲେଭେଲ ଡିଷ୍ଟ୍ରିକ୍ଟ ଲେଭେଲରେ ଭେରିଫାଇ ହେବ। ଭେରିଫାଇ ହେଇସାରିଲା ପରେ ଯାଇକି ଆପଣଙ୍କ ପ୍ରତିଷ୍ଠା ବି SMS ଆସିବ। ଆପଣ ଟିକେ ଚେକ୍ କରୁଥିବେ ବ୍ଲକ ଲେଭେଲ ଡିଷ୍ଟ୍ରିକ୍ଟ ଲେଭେଲ ଏବେ ଟିକେ ଷ୍ଟାର୍ଟ ହେଇଗଲାଣି, କେତେ ଜାଗାରେ ବି ବ୍ଲକ ଲେଭେଲ ଡିଷ୍ଟ୍ରିକ୍ଟ ଲେଭେଲ ଷ୍ଟାର୍ଟ ହେଇଗଲାଣି। ତ ଲୋକଙ୍କର କାହାର KYC ଅପଡେଟ ନାହିଁ, ତ ତାଙ୍କର କାହାର ଆଧାର କାର୍ଡ ମାନେ ଲିଙ୍କ ରହୁନି, ତ ସେଇ ବିଷୟରେ ସବୁ ତାଙ୍କ ପାଖକୁ SMS ଆସୁଛି। ତ ହଉଛି ସେମିତି ଆପଣ ଅପେକ୍ଷା କରନ୍ତୁ, ଆପଣଙ୍କ ନମ୍ବରକୁ ଆପଣ ଯୋଉ ନମ୍ବର ଦେଇଛନ୍ତି ନା ଆପଣଙ୍କର ସେଇ ନମ୍ବରକୁ SMS ଆସୁଥିବ, ଆପଣ ଟିକେ ଦେଖୁଥିବେ। ତାହେଲେ ଆପଣ ବ୍ୟବସ୍ଥା ଏଇ ଯୋଉ 17 ତାରିଖରେ ଆପଣ ଯୋଉଟା ମାନେ ପୁରା ଭେରିଫିକେସନ ହେଇଯାଇଛି ସେଇମାନେ ହିଁ ପାଇବେ। ଆଜ୍ଞା, ତାଙ୍କର ଯାହାର ଭେରିଫିକେସନ ହେଇକି ସକ୍ସେସ୍ ହେଇଯାଇଥିବ ସେମାନେ ପାଇବେ। ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଗୋଟେ ମ୍ୟାଡାମ ଗୋଟେ ଜାଣିବା କଥା, ଏଇ ଯୋଉ ଆଧାର ତ ଆଗରୁ OTP ଆସିଲା, ଏବେ କହିଲେ OTP ଆସୁନାହିଁ। OTP ଟା ଉଠେଇ ଦେଇଛନ୍ତି, ଖାଲି ଆଧାର ନମ୍ବରରେ, ଆଧାର କାର୍ଡ ଲିଙ୍କ ନ ରହିଲେ ବି ଖାଲି ଆଧାର ନମ୍ବରରେ ଆପଣ ଆପ୍ଲାଏ କରିପାରିବେ। ଆଚ୍ଛା ଆଚ୍ଛା। କିନ୍ତୁ ଆପଣଙ୍କୁ ଯେତେବେଳେ ବ୍ଲକ ଲେଭେଲ ଭେରିଫାଇ ହବ ନା ଆପଣଙ୍କ ସେମାନଙ୍କ ପାଖକୁ ସବୁ SMS ଆସୁଥିବ ଯେ ତାଙ୍କର ଆଧାର କାର୍ଡ ଲିଙ୍କ ହେଇନି, ନମ୍ବର ଲିଙ୍କ ହେଇନି, କି KYC ବାକି ଅଛି, କି ବ୍ୟାଙ୍କରେ ଡିବିଟି ଅନ୍ ନାହିଁ, ସେ ସବୁ ତାଙ୍କ ପାଖକୁ ମେସେଜ ଆସିବ, ସେମାନେ ଯାଇକି କରିବେ। ଆଜ୍ଞା, ହଉ 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 ଠିକ ଅଛି ମ୍ୟାଡାମ। ହଉ ହଉ ଠିକ ଅଛି ମ୍ୟାଡାମ, ରହିଲି। ଯାହା ହଉ ଆପଣଙ୍କ ଧନ୍ୟବାଦ, ମତାମତ ଦେଇଥିବାରୁ ଧନ୍ୟବାଦ। ତ ଦର୍ଶକ ବନ୍ଧୁ ମୁଁ ଭାବୁଥିବି ତ ପ୍ରାୟ ଆପଣ ପ୍ରଶ୍ନର ଉତ୍ତର ଆପଣ ପାଇଯାଇଥିବେ। ତ ଆପଣ ଦେଖିଲେ ଆମେ ଡାଇରେକ୍ଟ ଅଧିକା ସହିତ ଆମେ କଥା ହେଲୁ ଯେ ଆପଣଙ୍କର ଯେଉଁ 17 ତାରିଖରେ ଆପଣଙ୍କର ଟଙ୍କା ଆସିବ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବ, କେଉଁମାନେ ଟଙ୍କା ପାଇବେ ଆଉ କେଉଁମାନେ ଟଙ୍କା ପାଇବେନି ତାଙ୍କ ମୁହଁରେ ଆମେ ଶୁଣିଲେ। ଦର୍ଶକ ବନ୍ଧୁ ମୁଁ ଭାବୁଥିବି ଆଜିକାର ଭିଡ଼ିଓ ଟିକେ ବୁଝିପାରିଥିବେ। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଶେଷରେ ମୂଲ୍ୟବାନ ମତାମତ କମେଣ୍ଟ ଲେଖନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।